कर्मजं बुद्धियुक्ता हिं फलत्यक्ता मनीषिणः जन्मबन्ध विनिमुक्ताः पदः गच्छन्ति न्यायमयम्। कारण समतायुक्त मनीषा साधक माने कर्मजनित फल को अर्थात समग्र संसार को परित्याग करी जन्मरूपक बंधन मुक्त होई निर्विकार पद को प्राप्त हुअन्ति। जे माने समतायुक्त से माने प्रकृत मनीषी अर्थात बुद्धिमान। श्लोक रे मध्य कुहा जायछि जे जो मनुष्य अकुलस कर्म रे द्वेष करे नाही एवं कुशल कर्म रे राग करे नाही से ही मेधावी बुद्धिमान। कर्म अवश्य फल रूप रे परिणत हुए, ସେହି ଫଳକୁ କେହି ତ୍ୟାଗ କରିପାରିବ ନାହିଁ। ଧରାଯାଉ ନିଷ୍କାମ ଭାବରେ କେହି କ୍ଷେତରେ ବିହନ ବୁଣିଲା, ତେବେ କ'ଣ ଫସଲ ହେବ ନାହିଁ? ବୁଣା ଯାଇଛି ମାନେ ନିଶ୍ଚୟ ଅମଳ ହେବ। ଠିକ୍ ସେହିପରି କେହି ନିଷ୍କାମ ଭାବରେ କର୍ମ କଲେ ତାର ଫଳ ଅବଶ୍ୟ ମିଳିବ, ମାତ୍ର ତାହା ବନ୍ଧନକାରକ ହେବ ନାହିଁ। ତେଣୁ ଏଠାରେ କର୍ମଜନିତ ଫଳ ତ୍ୟାଗ କରିବାର ଅର୍ଥ ହେଲା କର୍ମଜନିତ ଫଳର ଇଚ୍ଛା, କାମନା, ମମତା, ବାସନା ତ୍ୟାଗ କରିବା। ଏଗୁଡ଼ିକୁ ତ୍ୟାଗ କରିବାରେ ସମସ୍ତେ ସମର୍ଥ। ସମତାଯୁକ୍ତ ମନୀଷୀ ସାଧକ ଜନ୍ମରୂପକ ବନ୍ଧନରୁ ମୁକ୍ତ ହେଉଯାଆନ୍ତି। ସମତାରେ ସ୍ଥିତ ହୋଇଗଲେ ସେମାନଙ୍କଠାରେ ରାଗ, ଦ୍ୱେଷ, କାମନା, ବାସନା ଓ ମମତା ପ୍ରଭୃତି ଦେଶ ତିଳେ ମାତ୍ର ରହେ ନାହିଁ। ତେଣୁ ସେମାନଙ୍କ ପୂର୍ବଜନ୍ମର କାରଣ ବି ରହେ ନାହିଁ। ସେମାନେ ଜନ୍ମ ମରଣ ରୂପକ ବନ୍ଧନରୁ ସବୁଦିନ ପାଇଁ ମୁକ୍ତ ହୋଇଯାଆନ୍ତି। ରୋଗର ନାମ ଆୟମ। ରୋଗ ଏକ ବିକାର ଅଟେ। ଏଥିରେ ତିଳେ ମାତ୍ର ବି କୌଣସି ବିକାର ହୁଏ ନାହିଁ। ଏହାକୁ ଅନାମୟ ଅର୍ଥାତ୍ ନିର୍ବିକାର କହନ୍ତି। ସମତାଯୁକ୍ତ ମନୀଷୀଗଣ ଏପରି ନିର୍ବିକାର ପଦ ପ୍ରାପ୍ତ ହୁଅନ୍ତି। ଏହି ନିର୍ବିକାର ପଦକୁ 15 ଅଧ୍ୟାୟର ଶ୍ଲୋକରେ ଅବୟପଦ ଓ 18 ଅଧ୍ୟାୟରେ ଶାଶ୍ୱତ ଅବୟପଦ ନାମରେ ନାମିତ କରାଯାଇଛି। ସତ୍ୱଗୁଣକୁ ଗୀତାରେ ଅନାମୟ କୁହାଯାଇଥିଲେ ମଧ୍ୟ ବାସ୍ତବରେ ନିଜ ସ୍ୱରୂପ ଅର୍ଥାତ୍ ପରମାତତ୍ଵ ହିଁ ଅନାମୟ। କାରଣ ତାହା ଗୁଣାତୀତ ତତ୍ଵ, ଯାହାକୁ ପାଇବା ପରେ ଆଉ କେବେ ଜନ୍ମ ମରଣ ଚକ୍ରରେ ଘୂରିବାକୁ ପଡ଼େ ନାହିଁ। ପରମାତ୍ମା ତତ୍ଵ ପ୍ରାପ୍ତିର କାରଣ ହୋଇଥିବାରୁ ଭଗବାନ ସତ୍ୱଗୁଣକୁ ମଧ୍ୟ ଅନାମୟ କହିଦେଲେ। ଅନାମୟ ପଦ ପ୍ରାପ୍ତି ହେବାର ଅର୍ଥ କ'ଣ? ପ୍ରକୃତି ବିକାରଶୀଳ ହୋଇଥିବାରୁ ତାହାର କାର୍ଯ୍ୟ ଶରୀର ଓ ସଂସାର ମଧ୍ୟରେ ବିକାରଶୀଳ। ସ୍ୱୟଂ ନିର୍ବିକାର ହୋଇଥିଲେ ମଧ୍ୟ ବିକାରୀ ଶରୀର ସହିତ ତାଦାତ୍ମ୍ୟ କରିଥିବାରୁ ଇଏ ନିଜକୁ ବିକାରୀ ମାନିନିଏ। ଇଏ ଯେତେବେଳେ ଶରୀର ସହିତ ସ୍ୱୀକୃତ ସମ୍ବନ୍ଧକୁ ତ୍ୟାଗ କରିଦିଏ, ସେତେବେଳେ ତାହାକୁ ନିଜର ନିର୍ବିକାର ସ୍ୱରୂପ ସହଜରେ ଅନୁଭୂତ ହୁଏ। ଏହି ସ୍ୱାଭାବିକ ନିର୍ବିକାରତାକୁ ଅନୁଭବ କରିବାକୁ ହିଁ ଏଠାରେ ଅନାମୟ ପଦର ପ୍ରାପ୍ତି ହୋଇଛି। ବୁଦ୍ଧିଯୁକ୍ତା ଓ ମନାସୀନ ପଦ ପ୍ରୟୋଗର ତାତ୍ପର୍ଯ୍ୟ ହେଲା ଯେଉଁମାନେ ବି ସମତାରେ ସ୍ଥିତ ହୁଅନ୍ତି ସେ ସମସ୍ତେ ଅନାମୟ ପଦ ପ୍ରାପ୍ତ ହୁଅନ୍ତି। କେହି ସେମାନଙ୍କ ଭିତରୁ ବାକି ରହନ୍ତି ନାହିଁ। ସମତା ହେଉଛି ଅନାମୟ ପଦପ୍ରାପ୍ତିର ଅମୋଘ ଉପାୟ। ଏଥିରେ ପ୍ରମାଣିତ ହେଲା ଯେ ଉତ୍ପତ୍ତି ବିନାଶଶୀଳ ପଦାର୍ଥ ସଙ୍ଗେ ସମ୍ବନ୍ଧ ନ ରହିଲେ ସ୍ୱତଃ ସିଦ୍ଧ ନିର୍ବିକାରତା ଅନୁଭବ ହୁଏ। ସେଥିପାଇଁ କୌଣସି ପରିଶ୍ରମ କରିବାକୁ ପଡ଼େ ନାହିଁ, କାରଣ ଏହି ନିର୍ବିକାରତାରୁ ନିର୍ମାଣ କରିବାକୁ ପଡ଼େ ନାହିଁ। ତାହା ସ୍ୱତଃ ଓ ସ୍ୱାଭାବିକ ଭାବେ ରହିଛି।